ତା ଦେହରେ ବର୍ତ୍ତମାନ ଇସ୍କନ ଇସ୍କନ କଣ ପାଇଁ ମୁଁ ବୁଝିପାରୁନି, ତମେ ମତେ ବୁଝେଇ ଦିଅନ୍ତୁ। ସେ କହିବେ ତମେ କଣ କି ଆମେ ତମକୁ ବୁଝେଇଦେବୁ, ଆରେ ତମେ କଣ ଆଗ କୁହ ମତେ। ତମ ଯେତେ ଲୋକ ଅଛନ୍ତି ବର୍ତ୍ତମାନ ଆମ ସରକାର ଯଦି ଚାହିଁବେ ଏମାନଙ୍କର ସବୁ ବାହାର କରିଦିଅନ୍ତୁ, ଇଏ ବାହାର କରନ୍ତୁ, ଯେତେ ଲୋକ ଅଛନ୍ତି ଏଠି ଇସ୍କନରେ ଆମର ଗୁଇନ୍ଦା ସଂସ୍ଥାକୁ ଲଗେଇକିରି ତାଙ୍କର ଘର କୋଉଠି, ଦ୍ୱାର କୋଉଠି, ଜାତି କଣ ଥିଲା, କଣ ନିଲାମ ଥିଲା, ଏବେ କେମିତି ଆସିଛନ୍ତି, କେମିତି ଚଳୁଛନ୍ତି। ମନ୍ତ୍ରୀ ସେ କଥା କୁହନ୍ତୁ, ତୁମ ତ ଅଧିକୃତ ଭକ୍ତ ନୁହଁ, ତୁମେ କାହିଁକି ଜଗନ୍ନାଥଙ୍କୁ ପୂଜା କରିବାକୁ ଯିବ? ଏ ଗୋଟିଏ ପ୍ରଶ୍ନ କାହିଁ ପଚାରୁନାହାନ୍ତି? ଗଜପତି କାହିଁକି ପଚାରୁନାହାନ୍ତି? ଗଜପତି ବି ପଚାରିବା ଉଚିତ, ସବୁ ହିନ୍ଦୁ ପଚାରିବା ଉଚିତ। ଏବଂ ସେ କରିଦେଇଛନ୍ତି ଜୋତା ପିନ୍ଧିକିରି ମହାପ୍ରସାଦ ଖାଉଛୁ ଆମେ ଭୁବନେଶ୍ୱର ଇସ୍କନ ମନ୍ଦିରରେ, କାରଣ ମହାପ୍ରସାଦ କଣ ନା ପିଜା ବର୍ଗର ହଉଛି ନା ନାଇଁ? ନା ସିଏ କାହିଁକି ତାଙ୍କର ତ ପୂଜା ସେ ମୂଳୁଷୁ ଜାଣିନାହାନ୍ତି, ପୂଜା କଣ, ଧର୍ମ କଣ, ଜଗନ୍ନାଥ କଣ, ତାଙ୍କର ତ ସଂସ୍କାର ନାହିଁ, ସେ କରିବେ କଣ? ତାଙ୍କର ସଂସ୍କାର ଅଛି କି ଦରିଆ ପାରି ଲୋକ, ମୁଁ ଜଣେ ଲୋକ କହିଲେ କଣ ହବ, ତମେ ଗୋଟାଏ ଟିଭି ଯେତେ ହଜାର କହିଲେ କଣ ହବ? ଗୋଟେ ସମସ୍ତରରେ ସିନା କହିଲେ ହବ, ସେତେବେଳେ କଣ ପାଇଁ କରୁଛ? ତମ ଧର୍ମ କଣ ତମ? ତା ଦେହରେ ଜଗନ୍ନାଥଙ୍କୁ କାହିଁ ତମେ କୃଷ୍ଣଙ୍କୁ ତ ନେଇଥିଲ, ଇସ୍କନ ହେଲା ପରେ ଇଣ୍ଟରନ୍ୟାସନାଲ ଶ୍ରୀକୃଷ୍ଣ କନସିୟସନେସ୍ ଇଏ ବୋଲି, ତା ଭିତରେ ପୁଣି ଜଗନ୍ନାଥ କାହିଁକି ଆସିଲେ? ଜଗନ୍ନାଥ କଣ କୃଷ୍ଣ? ଜଗନ୍ନାଥ ରାମ? ଜଗନ୍ନାଥ ବୁଦ୍ଧ? ଜଗନ୍ନାଥ ଗଣେଶ? ତମେ କାହିଁ ଜଗନ୍ନାଥଙ୍କୁ ମାଡ଼ି ବସୁଛ? ଏଟା ବୁଝନ୍ତୁ। ଯଦି ଇଫ୍ ଇଟ୍ ଇଜ pseudo transformation or conversion of religion, if it is a conversion of religion, এই যে pseudo ହେଇକିରି ସେମାନେ ତା ଦେହରୁ ବାହାରି ଯାଉଛନ୍ତି କାହିଁକି ନା by this they will make them again, they will make them Christians। ନେପାଳରେ ସେଇ ଟେକ୍ନିକ ଚାଲିଛି। ନେପାଳରେ ଯୋଉ ହିନ୍ଦୁ ମାନଙ୍କୁ ଆଗ କରିଦଉଛନ୍ତି ବୌଦ୍ଧ, ସେଟା ମନା ନୁହେଁ କି ଇଲିଗାଲ ନୁହେଁ, ବୌଦ୍ଧ କିନ୍ତୁ ବୌଦ୍ଧ ମାନଙ୍କୁ ଖ୍ରୀଷ୍ଟିଆନ କରିବା ମଧ୍ୟ ଇଲିଗାଲ ନୁହେଁ କି ବେଆଇନ ନୁହେଁ, ସେଠି ସେୟା କରୁଛନ୍ତି। ତେଣୁ ତମେ ସେଇ ପ୍ରୋସିଡିଓରଟା ୟୁ ଆର୍ ଫଲୋଇଂ ଇନ୍ ଇଣ୍ଡିଆ। ଖ୍ରୀଷ୍ଟିଆନିଟିକୁ ବଢେଇବା ପାଇଁ ତମେ ଏଇଭଳି ଧନ୍ଦା ଧରିଛ। ସେମାନଙ୍କ ପାଖରେ ପଇସା ଅଛି ବୋଲିକିରି ସେ ସିଂହଦ୍ୱାର ସାମ୍ନାରେ କୋଉଠି ଜାଗା କିଣିକି ରହିଛନ୍ତି ଇସ୍କନ ବାଲା, ସିଂହଦ୍ୱାର ସାମ୍ନାରେ ସେ ବାଗେଡିଆ ଧର୍ମଶାଳା ନା କଣ ଗୋଟେ ସେଠି ଗୋଟେ ଅଛି, ତାରି ଭିତରେ ରହିଛନ୍ତି। ପଇସା ଅଛି କିଣିଦେଲେ, ଲୋକ ନେଇଗଲେ, ପଇସା ଦେଲେ ତ ଆମର ସବୁ ଜିନିଷ ବିକି ଦଉଛନ୍ତି ନା ବ୍ରହ୍ମ ସହିତ। ନାଇଁ ମୁଁ ସେ କଥା ମୁଁ ତ କାହିଁ ସମ୍ଭବ ହବନି, ସବୁ ସମ୍ଭବ ହବ, ଅସମ୍ଭବ ବୋଲି କିଛି ନାହିଁ। କିନ୍ତୁ ମୂଳ କଥା ତାଙ୍କୁ ସମସ୍ତେ ପ୍ରଶ୍ନ କରିବା ଉଚିତ। ସେ ଚାଲିଗଲେ, ସେଠି ଗୋଟେ ପଥର ଜଗନ୍ନାଥଙ୍କ ମୂର୍ତ୍ତି ବସେଇକି ଦୀଘାରେ ପୂଜା କରୁଛନ୍ତି, କଣ ପାଇଁ? ସେଠି ଜଗନ୍ନାଥ ଧାମ କଲେନି। କଥା ହଉଛି ଯେ ଆମେ ଠିକ ଭାବରେ ବିଷୟଟା ବୁଝୁନେ ବୋଲିକିରି ଆମେ ସେଇ ଅନୁସାରେ ଯାଉଛେ ବୋଲିକିରି ସେମାନେ ଏଭଳି ଉତ୍ପାତ କରୁଛନ୍ତି। ସେମାନେ ସେମାନଙ୍କୁ ବସେଇଛନ୍ତି, ତାଙ୍କ ଭିତରେ ସବୁ ଗୁରୁ ହେଇଛନ୍ତି, ଦୀକ୍ଷିତ ହେଇଛନ୍ତି, ଅମୁକ ହେଇଛନ୍ତି, ସମୁକ ହେଇଛନ୍ତି। ବୃନ୍ଦାବନରେ ଗୋଟେ ବିରାଟ ରାଧା ମନ୍ଦିର ନା କଣ କରୁଛନ୍ତି, ହରେ କୃଷ୍ଣ, ଏଇସବୁ ଗୁଡା ସେମାନେ କରୁଛନ୍ତି। ଏବଂ ଏଇଟା ଗୋଟେ ହେଉଛି ଗୋଟେ ପ୍ରକାର ଧର୍ମ ନାଁରେ ଆଉ ଗୋଟେ ପ୍ରକାର ଉପନିବେଶବାଦ ସୃଷ୍ଟି କରାଯାଉଛି, ଯୋଉଥିରେ ହିନ୍ଦୁ ଧର୍ମକୁ ସମ୍ପୂର୍ଣ୍ଣ ବିନଷ୍ଟ କରିଦେବେ ଏବଂ ହିନ୍ଦୁତ୍ୱ ଯିବ, ଆଉ କିଛି ରହିବନି। ଅନେକ ବାରଣା ଗଲାଣି, ଚାରଣା ଅଛି। ତେଣୁ ଏଇଆ ସେ କରିବା ପାଇଁ ଯାଉଛନ୍ତି। ମନ୍ତ୍ରୀ ସେ କଥା କୁହନ୍ତୁ, ତୁମ ତ ଅଧିକୃତ ଭକ୍ତ ନୁହଁ, ତୁମେ କାହିଁକି ଜଗନ୍ନାଥଙ୍କୁ ପୂଜା କରିବାକୁ ଯିବ? ଏ ଗୋଟିଏ ପ୍ରଶ୍ନ କାହିଁ ପଚାରୁନାହାନ୍ତି? ଗଜପତି କାହିଁକି ପଚାରୁନାହାନ୍ତି? ଗଜପତି ବି ପଚାରିବା ଉଚିତ, ସବୁ ହିନ୍ଦୁ ପଚାରିବା ଉଚିତ। ଏବଂ ସେ କରିଦେଇଛନ୍ତି ଜୋତା ପିନ୍ଧିକିରି ମହାପ୍ରସାଦ ଖାଉଛୁ ଆମେ ଭୁବନେଶ୍ୱର ଇସ୍କନ ମନ୍ଦିରରେ, କାରଣ ମହାପ୍ରସାଦ କଣ ନା ପିଜା ବର୍ଗର ହଉଛି ନା ନାଇଁ? ସେଟା ଇଣ୍ଟରପୋଲ ବାହାର କରୁ, ଆମେ କେମିତି କହିବା କଣ ପାଇଁ କରୁଛ? ଆମେ ପଇସା ପାଇଁ କରୁ, ସେତେବେଳେ କଣ ପାଇଁ କରୁଛ? ତମ ଧର୍ମ କଣ ତମ? ତା ଦେହରେ ଜଗନ୍ନାଥଙ୍କୁ କାହିଁ ତମେ କୃଷ୍ଣଙ୍କୁ ତ ନେଇଥିଲ, ଇସ୍କନ ହେଲା ପରେ ଇଣ୍ଟରନ୍ୟାସନାଲ ଶ୍ରୀକୃଷ୍ଣ କନସିୟସନେସ୍ ଇଏ ବୋଲି, ତା ଭିତରେ ପୁଣି ଜଗନ୍ନାଥ କାହିଁକି ଆସିଲେ? ଜଗନ୍ନାଥ କଣ କୃଷ୍ଣ? ଜଗନ୍ନାଥ ରାମ? ଜଗନ୍ନାଥ ବୁଦ୍ଧ? ଜଗନ୍ନାଥ ଗଣେଶ? ତମେ କାହିଁ ଜଗନ୍ନାଥଙ୍କୁ ମାଡ଼ି ବସୁଛ? କଣ ପାଇଁ? ନାଇଁ ସିଏ କାହିଁକି ତାଙ୍କର ତ ପୂଜା ସେ ମୂଳୁଷୁ ଜାଣିନାହାନ୍ତି, ପୂଜା କଣ, ଧର୍ମ କଣ, ଜଗନ୍ନାଥ କଣ, ତାଙ୍କର ତ ସଂସ୍କାର ନାହିଁ, ସେ କରିବେ କଣ? ତାଙ୍କର ସଂସ୍କାର ଅଛି କି ଦରିଆ ପାରି ଲୋକକୁ ଭାରତୀୟ ଯଦି ବି ଯାଏ
से 5-10टा अच्छी कथा जो मनुष्य गुण परिवर्तित हो जाए समस्ते जानी कई अंडरलाइन करना ओल्ड टाउन थिबा लोक पाखरे जो प्रकार भगवत विश्वास अच्छी से जो प्रकार कार्य करुच्ची से जो रहना कहीं आसी घर करते उड़ीगला चढ़ी घर करते ना कहीं से प्रकार जिनटा पटियारे नहीं बा से प्रकार जिनटा आउ मधुसूदन नगर रे नहीं कारण जो जगार बसती हम से बसतीर प्रभाव समस्त ये प्रभावित करेंगे ये कौ भाई भाव हम भुवनेश्वर 2 रे पोस्टाल ये अंडर रे जो प्रकार लिंगराज प्रति भक्ति श्रद्धा अच्छी है से जो मैंने अत्याचार अनाचार कर विरोध करना पाटुंड करना कि दुखित हो निश्चय तो तादेह बर्तमान इस्कन कौन पाई मु बुझी पार तमें मत बुझे दिंतु से कहे तमें कौन कि तुमको बुझे देव तमें कौन आग कह मत तुम जिते लोक अच्छा बर्तमान आम सरकार जदि चाहिए एम सबू बाहर कर दिंतु ये बाहर कर जिते लोक अच्छा इस्कन आमर गुइंदा संस्था को लगेकरी घर कौटी द्वार कौटी जाति कौन थिला कौन हानि लाभ था एवं केमिति आमी चलुंट एटा बुझंतु जदि इफ इट इज pseudo transformation or conversion of religion if it is a conversion of religion ये जो pseudo होइकरी सेमान बाहरी जाउछंती काहेकि ना by this they will make them again they will make them Christians नेपाल से टेक्निक चली नेपाल रे जो हिंदू मान को आग कर बौद्ध है मना नुहे कि इलिगाल नुहे बौद्ध किंतु बौद्ध मान को ख्रीस्टियान करने इलिगाल नुहे कि बेआईन नुहे से कर तुम सही प्रोसीजर यू आर फॉलोइंग इन इंडिया ख्रीस्टियानिटी को बढ़ाइबा तुम यही धंदा धरछ मु जने लोक कहले कौन हम तुम गोटाए टीवी जैसे 1000 कहले कौन हम गोटे समस्तर सीना कहले हम मु जानी से कौन लिखते प्रधानमंत्री को से चिठी मु पढ़ना भर मुंड आदौ खेलने चाहे ना कहीं ना मु बर्तमान मु गोटे जो प्रश्न पचार से प्रश्न भितर मु मोर सीमा रखी मु स्पष्ट देखिपुची एटी ये गोटे प्रकार छद्म धर्म धर्मांतर होउची ये धर्मांतर को रोकवा हम कारण आम देश धर्मांतर जो अच्छी जो अनुच्छेद लेखा अच्छी जड़े चाहिए जो धर्म धर्म बोले डिक्लेयर हो आम जो संविधान में रहा जड़े तार मन मान जो धर्म को चाहिए से धर्म नहीं पार जदि हो पार ताले मु जो कथा कहूँ जमी बौद्ध धर्म सब मूल कथा को बदली देकी नुआ नियोदान हीनदान था महादान था सहदान था वज्रदान था पुणी आम्बेडकर गोटे नुआ बौद्ध दान कले से चली ना कौन ये एक्सपेरिमेंट चली हाँ गभीर भाव चिंता करवा ना आम ए विषय खाली चिठी लिखा कौन से पैसा अच्छी बोलिक से सिंहद्वार सामने कौट जगह किनिकी रही इस्कन वाला सिंहद्वार सामने से बागेडिया धर्मशाला ना कौन गोटे गोटे अच्छी तारी भितर रही पैसा अच्छी किनदे लोक नहीं गले पैसा देते सब जिन बिकी दौन ना ब्रह्म सहित